ଆଜିର ଏଇ ଭିଡ଼ିଓରେ ଆମେ ଦେଖିବା କଦଳୀ ଭଣ୍ଡା ତରକାରୀ କେମିତି ମାଛ ମାଂସ ପରି ଟେଷ୍ଟ ହବ ଆଉ ବିଲକୁଲ ବି କଷା ଲାଗିବ ନାହିଁ। କିଛି ସିକ୍ରେଟ ଟିପ୍ସ ଅଛି, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ। ଆଉ ଦେଖନ୍ତୁ ତରକାରୀର କଲରଟା କେଡ଼େ ସୁନ୍ଦର ଦେଖାଯାଉଛି। ଯଦି ଗରମା ଗରମ ଉଷୁନା ଭାତ ସହ ତାହେଲେ ଭଣ୍ଡା ତରକାରୀଟି ହେଇଥିବ, ତାହେଲେ ଆଉ କିଛି ନହେଲେ ତ ଚଳିବ। ଚାଲନ୍ତୁ ବିଳମ୍ବ ନକରି ରେସିପିଟିକୁ ଷ୍ଟାର୍ଟ କରିନେବା। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ କରି ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିନିଅନ୍ତୁ। ଆଉ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିନ୍ତ ଭାବେ ପ୍ରେସ୍ କରନ୍ତୁ। ଏଠି ଗୋଟେ କୁନି ଭଣ୍ଡାଟେ ନେଇଗଲି, ତାକୁ ପ୍ରଥମେ ଆମେ କିଛି ପରିମାଣର ଛଡ଼େଇ ନେବା। ଦେଖନ୍ତୁ ଏପରି ଭାବରେ ମୁଁ ଭଣ୍ଡାଟିକୁ ଛଡ଼େଇ ନେଉଛି। କେମିତି ଆପଣମାନେ ତା ଭିତରୁ ସେ ଯେଉଁ ନାଡ଼ଟି ଅଛି ସେ ନାଡ଼କୁ କେମିତି ଭାବରେ ବାହାର କରିବେ। ଦେଖନ୍ତୁ ଏମିତି ଦିଟାକୁ ଧରିକି ପ୍ରଥମେ ବାହାର କରିନେବେ। ଭଣ୍ଡାରେ ଯେଉଁ ଜାଲି ଅଂଶଟି ଥାଏ ତାକୁ ନିହାତି ଭାବେ ବାହାର କରିବେ। ବିଲକୁଲ ବି ସେମିତି ଭଣ୍ଡାକୁ କରିବେ ନାହିଁ। ଦେଖନ୍ତୁ ଏଇ ଷ୍ଟେପ୍ରେ ଆପଣମାନେ ପୁରା ସହଜ ଉପାୟରେ ଭଣ୍ଡାଟିର ଜାଲି ସବୁ ବାହାର କରିପାରିବେ। ଏବେ ମୁଁ ସବୁ ଭଣ୍ଡାକୁ ବାହାର କରି ରଖିନେଲି। ପ୍ରଥମେ ଆମେ ଯେହେତୁ ମୁଁ ଏଠି ଗ୍ୟାସରେ ବନେଇବି, ପ୍ରଥମେ କଡ଼େଇରେ କିଛି ଅଳ୍ପ ପରିମାଣର ପାଣି ଦେଇଦେବା। କିଛି ଲୁଣ ଆଉ ହଳଦୀ ଗୁଣ୍ଡ ପକେଇକି ଆପଣମାନେ ପ୍ରଥମେ ଭଣ୍ଡାଟିକୁ ସିଝେଇ ନେବେ। ପ୍ରାୟ 5 ରୁ 7 ମିନିଟ୍ ପର୍ଯ୍ୟନ୍ତ ଭଣ୍ଡାଟିକୁ ସିଝେଇ ନେବେ। ଭଣ୍ଡାଟି ଯେତେ ଭଲ ଭାବେ ସିଝିଯିବ, ଭଣ୍ଡା ଭିତରୁ କଷା ଅଂଶ ସବୁ ବାହାରି ଆସିବ ଆଉ ବିଲକୁଲ ବି କଷା ଲାଗିବ ନାହିଁ। ଆପଣଙ୍କ ପିଲାମାନେ ଯଦି ଭଣ୍ଡା ନ ଖାଆନ୍ତି ତାହେଲେ ଭଣ୍ଡା ଖାଇବା ପାଇଁ ସବୁବେଳେ ପାଇଁ ଜିଦି କରିବେ। ଏବେ ଆମେ ଭଣ୍ଡାଟିକୁ ବାହାର କରିକି ଗୋଟେ ଛଣାରେ ରଖିନେଲେ। ପ୍ରଥମେ ଆମେ କଡ଼େଇରେ କିଛି ରିଫାଇନ୍ ତେଲ ଦେଇଦେବା। ମୁଁ ଏଠି କିଛି ସନ୍ ବ୍ରାଣ୍ଡର ବେସନ ନେଇଯାଇଛି। ପ୍ରଥମେ ଆମେ ତାକୁ ଭଲ ଭାବେ ଟିକେ ଚଲେଇ ନେବା। ପ୍ରାୟ 250 ଗ୍ରାମ ବେସନ। ଆପଣମାନେ ଆପଣଙ୍କ ଭଣ୍ଡା ହିସାବରେ ବେସନଟି ଆଡ୍ କରିବେ। ଆପଣମାନେ ତ ଭଣ୍ଡା ତରକାରୀ କେବଳ ଭଣ୍ଡାକୁ ସନ୍ତୁଳିକି ବନେଇଥିବେ, ଥରେ ମୋ ପ୍ରୋସେସରେ ଏ ଭଣ୍ଡା ତରକାରୀଟି ବନାନ୍ତୁ। ଏବେ ଆମେ ତା ଦେହରେ ଦେବା କିଛି କଲର ପାଉଡର, କିଛି ହଳଦୀ ଗୁଣ୍ଡ ଆଉ କିଛି ସ୍ୱାଦ ଅନୁସାରେ ଲୁଣ ଆଉ ଭଣ୍ଡା, ସବୁ ଭଣ୍ଡାକୁ ଏକା ସାଙ୍ଗରେ ଦେଇଦେବା। ତାପରେ ଆଗରୁ ପେଷ୍ଟ କରି ରଖିଥିବା ପିଆଜ ରସୁଣ ଅଦାକୁ ଏବେ ପେଷ୍ଟ କରିନେବା। ଏବେ ତାକୁ ଭଲ ଭାବେ ଆଗ ମିକ୍ସ କରିବା। ଏହିପରି ଭାବରେ ଆସ୍ତେ ଆସ୍ତେ ତାକୁ ମିକ୍ସ କରିନେବେ। ତାପରେ ଆମେ ଏଠି ଅଳ୍ପ ଅଳ୍ପ ପରିମାଣର ପାଣି ଦେବା। ଯେମିତି ଆପଣମାନେ ପକୁଡ଼ି ବନାଉଛନ୍ତି ସେଇ ଟାଇପର କରିନେବେ। ଦେଖନ୍ତୁ ମୁଁ ଏଇ ଟାଇପର କରିନେଲି। ତାପରେ ଆମର ତାକୁ ଛାଣିବାଟି, ଯେହେତୁ ମୁଁ ଆଗରୁ ତେଲ ବସେଇ ଦେଇଥିଲି, ତେଲଟି ଭଲ ଭାବେ ଗରମ ହୋଇସାରିଲାଣି। ତାପରେ ଆମେ ଏହିପରି ଭାବରେ ସବୁ ବରାଟିକୁ ପ୍ରଥମେ ଛାଣିକି ରଖିନେବା। ଆପଣମାନଙ୍କୁ ଯଦି ଗୀତା ଫୁଡ୍ ବ୍ଲଗର ଏହି ରେସିପିଟି ଭଲ ଲାଗିଥାଏ ନିହାତି ଭାବେ ଗୋଟେ ଲାଇକ୍ କରିବେ ଆଉ କମେଣ୍ଟ କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସାଙ୍ଗମାନଙ୍କ ସହିତ ନିହାତି ଭାବେ ଗୋଟେ ସେୟାର କରିବେ। ଏବେ ଆମେ ବରାଟିକୁ ଟିକେ ଲେଉଟେଇ ନେବା। ଯେହେତୁ ଗୋଟେ ପଟ ହେଇଗଲାଣି, ଆମେ ଆଉ ଗୋଟେ ପଟକୁ ଭଲ ଭାବେ ଲେଉଟେଇ ନେବା, ଯେମିତିକି ଆମର ଭିତର ପଟ ଯେମିତି କଞ୍ଚା ନ ରୁହେ। ଆପଣମାନେ ଏଠି ଯଦି ଗ୍ୟାସରେ ବନାଉଛନ୍ତି ଗ୍ୟାସର ଆଞ୍ଚ ଟିକେ ହାଇ ରଖିବେ। ଆପଣମାନେ ଏ ଯାଏଁ ଆମ ଉପମାର ଭିଡ଼ିଓ ଦେଖିଲେଣି ନା ନାହିଁ
जदि देखि नांती ताहले मो एई वीडियो रे लिंक दे देबी को वीडियोटी निहाती भाबे देखंतु। एबे हमर बराटी हे गलानी। एबे बराटी को हमें बाहर करके गोटे थाली रे रखि नबा। आपनको भंडा तरकारी केमिति लगे आपण माने केमिति भंडा तरकारी घरे बनाती निहाती भाबे मते गोटे कमेंट करंतु। एबे सब बरा को छाणी के रखनेली से सेम प्रोसेस रे कड़े रे आ किछि तेल बंची गला। सेई तेल रे आमे दे देबा किछि तेजपत्र आ दे देबा सुखिला लंका आ किछि फुटण फुटेकी प्रथमे आलू टिकू पकई नबा। आलू रो साइज टिके मीडियम रखिबे। बटी 4 ରୁ 5टी साइज रो आलू काटी नेकी मीडियम साइज रो करी। एबे मोटे दीटा टमाटर देली। आलू टी ब्राउन कलर हे आसलानी हल्का सा ब्राउन कलर हेची। एबे हमें तादरे मसला को सब ऐड करबा। जेहेतु लंका गुंड पड़ची सेति पे हमें टिके गोटे सेकेंड पई लंका गुंड को तेल सह टिके भाजिया पे छाड़ देबे। एबे मसला को ऐड करबा। बटी मीडियम साइज रे पियाज 2 ରୁ 3टी नेकी रसुण गोटे अदा छोट खंडे नेकी बस मोर एतिक मसला। एबे मसला टी को भल भाबे हमें गोळेई नबा जेमिति कि मसला टी भल भाबे हो जिवो आ बिल्कुल भी मसला रो गंध आसीबनी। सेति पई टिके ध्यान देबे। स्वाद अनुसार लूण आ किछि हल्दी गुंड करी पाउडर 2 चम्मच देकी प्रथमे हमें मसला टी को भल भाबे कसी नबा। देखंतु मसला टी आस्ते आस्ते पानी अंश हमर कमी कमी आसलानी। एबे पुणी आमे ताकू प्राय 5 ରୁ 7 मिनिट पर्यंत पुणी लो फ्लेम रे छाड़ी देबा। जेहेतु मसला पड़ची आपण माने एठी लो फ्लेम रे गैस रखिबे। एबे देखंतु मसला टी आस्ते आस्ते हमर पानी अंश सुखी आसलानी। एबे हमें तादरे पानी ऐड कर देबा। आपण माने निहाती एई रेसिपी टी को निहाती भाबे घरे थरे ट्राई करंतु। बटी प्राय तो 1 लीटर पानी दे दउची जेहेतु आलू टिके आ हल्का सा सिजिबो सेति पई आपणकर जदि आलू टी सिझी जाई थाए ताले आपण माने आ टिके पानी कम कर देबे। एबे तरकारी भल भाबे फुटी आसलानी। एबे हमें तादरे सब बरा को ऐड कर नबा। एठी गोटे स्टेप मन रखिबे बराटी पकई सारिवार प्राय 5 मिनिट पर्यंत फुटेबे। अत्यधिक फुटेबे नहीं नते बराटी कादुआ हो जिवो। जेमिति कि बरा भितरे लूण लूण मसला अंश पशिजिवो से पर्यंत आपण माने फुटेबे। बटी किछि गोटे चम्मच गरम मसला दे दउची। गरम मसला देके तरकारी टी आमे टिके गोळेई नबा। गोळेई सला परे गैस टी को बंद कर देबे। देखंतु हमर वर्तमान पई प्रस्तुत हे गला गरमा गरम कदली भंडा तरकारी। आपण माने एमिति कदली भंडा बनाती ना को प्रकार रो निहाती भाबे मते गोटे कमेंट करंतु। आपण माने जदि मो चैनल ले नुआ करी अछती ताले प्लीज गोटे सब्सक्राइब करबे आदौ भूलिबे नहीं। आपण माने मते एमिति सपोर्ट करथांतु। आशा करूची आपण माने भलर थिबे खुश थिबे। रहिली जय जगन्नाथ।